ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ଆଜିର ଭିଡ଼ିଓକୁ ସ୍ୱାଗତ। ଆଜିର ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ କିଛି ଖାସ୍ ହେବା ପାଇଁ ଯାଉଛି, ଯାହାକି ଲୋକମାନେ ଆଜିଠାରୁ ଆପଣଙ୍କର ଆଗ ପଛରେ ବୁଲିବା ପାଇଁ ଲାଗିବେ ଏବଂ ଆପଣଙ୍କର କଥା ଶୁଣିବା ପାଇଁ ସମସ୍ତେ ଆପଣଙ୍କ ପାଖକୁ ଆସିବେ। କାହିଁକି ନା କିଛି ଏମିତି ଅଦ୍ଭୁତ ଘଟଣା ଘଟିବ ଯାହାକୁ କି ଆପଣ ଶୁଣିଲେ ଆପଣଙ୍କର ଦେହ ଥରି ଉଠିବ। ତ ଏହି ମୌକା ଆପଣଙ୍କ ପାଇଁ ବାର ବାର ଆସିବ ନାହିଁ, ତେଣୁ ଏହି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଆଉ ଭିଡ଼ିଓକୁ ଅଧାରୁ ଜମାରୁ ବି ଛାଡ଼ିକି ଯାଆନ୍ତୁ ନାହିଁ, କାରଣ ଏହି ଭିଡ଼ିଓଟି ଆପଣଙ୍କର ଲାଭ ପାଇଁ ହିଁ ବନା ହେଇଛି। କାହିଁକିନା ସବୁ ବ୍ୟକ୍ତି ନିଜ ଜୀବନରେ କିଛି ଗୋଟେ ବଡ଼ କରିବା ପାଇଁ ସବୁବେଳେ ଭାବିଚିନ୍ତି କରି କାମ କରିଥାନ୍ତି ଆଉ ଖୋଜି ବୁଲିଥାନ୍ତି। ତ ଭଗବାନ ଏବେ ଆପଣଙ୍କୁ ସେହି ମୌକା ଦେବା ପାଇଁ ଯାଉଛନ୍ତି, ଯାହାକୁ କି ବହୁତ ଲୋକମାନେ ଏହି ମୌକାକୁ ପାଇବା ପାଇଁ ଅପେକ୍ଷା କରିଥିଲେ। ତେବେ ଗୁରୁ ବୃହସ୍ପତିଙ୍କର ସ୍ଥିତି ସମ୍ପର୍କରେ ଯଦି ଆଲୋଚନା କରିବା, ତ ଗୁରୁ ବୃହସ୍ପତି ଭାଗ୍ୟର କାରକ ଅଟନ୍ତି। ତେଣୁ ଆପଣଙ୍କର ଭାଗ୍ୟରେ କ'ଣ ଅଛି କ'ଣ ନାହିଁ ଯଦି ଜାଣିବା ପାଇଁ ଚାହୁଁଛନ୍ତି, ଶେଷ ପର୍ଯ୍ୟନ୍ତ ଆପଣ ଭିଡ଼ିଓକୁ ଦେଖନ୍ତୁ ଯଦି ଆପଣଙ୍କୁ ବାର ବାର ଅସଫଳତା ମିଳୁଛି, ତ ଆପଣଙ୍କୁ ଲୋକମାନେ କ'ଣ କହିଥାନ୍ତି କି ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନି, ଆପଣଙ୍କର ଭାଗ୍ୟ ଚମକି ଉଠୁନି, ଭାଗ୍ୟରେ ଅସଫଳତା ଦେଖା ଦେଉଛି, ଗୁରୁ ବୃହସ୍ପତିଙ୍କର ସ୍ଥିତି କମଜୋର ଅଛି। ଆପଣଙ୍କୁ ଏମିତି କେହି ଜଣେ କହିଥିବେ କିମ୍ବା ଆପଣଙ୍କ ମନରେ ଆସିଥିବ କି ଆପଣଙ୍କର ଭାଗ୍ୟ ସାଥ ଦେଉନି, ମାନେ ଆପଣଙ୍କର ଗୁରୁ ବୃହସ୍ପତି ଖରାପ ସ୍ଥିତିରେ ଅଛନ୍ତି। ଆଉ ଯେଉଁମାନେ ରାତାରାତି କୋଟିପତି ବନି ଯାଉଛନ୍ତି, ସେମାନଙ୍କୁ ତ ଲୋକମାନେ କହୁଛନ୍ତି ୟାର ଭାଗ୍ୟ ବହୁତ ଉଜ୍ଜଳ ଅଛି, ସେଥିପାଇଁ ଇଏ ରାତାରାତି କୋଟିପତି ବନିଯାଉଛି। କ'ଣ ଗୁରୁ ବୃହସ୍ପତି ତାଙ୍କର ବହୁତ ମଜବୁତରେ ଅଛନ୍ତି? ଭାଗ୍ୟ ସହିତ ଜଡ଼ିତ କାମଗୁଡ଼ିକ କାହାଠାରୁ ଦେଖାଯାଏ? ଗୁରୁ ବୃହସ୍ପତିଙ୍କ ଠାରୁ ହିଁ ଜଣାପଡ଼ିଥାଏ। ତେଣୁ ଗୁରୁ ବୃହସ୍ପତି ଯଦି କୁଣ୍ଡଳୀରେ ବହୁତ ଭଲ ସ୍ଥିତିରେ ଥିବେ, ତାହେଲେ ଆପଣ ଭିକାରୀରୁ ମଧ୍ୟ ରାଜା ବନିଯିବେ। ଆଉ ଯଦି ସେହି ଗୁରୁ ବୃହସ୍ପତି ଖରାପ ସ୍ଥିତିରେ ଥିବେ, ତେବେ ଆପଣଙ୍କୁ ରାଜାରୁ ମଧ୍ୟ ଭିକାରୀ ବନିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ବର୍ତ୍ତମାନ ଦେବଗୁରୁ ବୃହସ୍ପତି ଆପଣଙ୍କର ଦଶମ ଭାବରେ କ୍ୟାରିୟର ଭାବରେ ଅବସ୍ଥାନ କରିଛନ୍ତି, ଉଚ୍ଚ ଅବସ୍ଥାରେ କର୍କଟ ରାଶିରେ ଅବସ୍ଥାନ କରିଛନ୍ତି। ତ ଏବେ ଆପଣଙ୍କ ମନରେ ଆସୁଥିବ ଯେ ଗୁରୁ ବୃହସ୍ପତି ଆପଣଙ୍କର ଭାଗ୍ୟର କାରକ ହୋଇକି ଭାଗ୍ୟର ସପୋର୍ଟ ଆପଣଙ୍କୁ କାହିଁକି ମିଳୁନି? ତ ଦେଖନ୍ତୁ, ଗୁରୁ ବୃହସ୍ପତିଙ୍କ ସାଙ୍ଗରେ ଯେହେତୁ ବହୁତ ଦିନ ହେଲାଣି ସୂର୍ଯ୍ୟ ଅବସ୍ଥାନ କରିଥିଲେ, ତ ସୂର୍ଯ୍ୟଙ୍କର ପ୍ରଚଣ୍ଡ ପ୍ରଭାବ ଗୁରୁ ବୃହସ୍ପତିଙ୍କ ଉପରେ ପଡ଼ୁଥିଲା। ତ ଗୁରୁ ବୃହସ୍ପତି ନୀଚ ଅବସ୍ଥାରେ ଅସ୍ତ ଅବସ୍ଥାରେ ଅବସ୍ଥାନ କରିଥିଲେ, ତେଣୁ ଗୁରୁ ବୃହସ୍ପତି ଯେଉଁ ପ୍ରଭାବ ଦେଖାଇବା କଥା ସେହି ପ୍ରଭାବ ଦେଖାଇ ପାରୁନାହାନ୍ତି। କାହିଁକି ନା କ'ଣ ଆପଣ କେବେ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିଛନ୍ତି? ସେତେବେଳେ ଆପଣଙ୍କର ଆଖି କ'ଣ ହେଇଯାଉଥିବ ନା, ଆପଣ ବେଶୀ ଟାଇମ୍ ସୂର୍ଯ୍ୟଙ୍କୁ ଦେଖିପାରିବେ ନାହିଁ। ସେଥିପାଇଁ 5 ସେକେଣ୍ଡ କି 10 ସେକେଣ୍ଡ ଦେଖିପାରିବେ, ତାଠାରୁ ଆପଣ ବେଶୀ ଦେଖିପାରିବେ ନାହିଁ। ସେହିଭଳି ଭାବରେ ଗୁରୁ ବୃହସ୍ପତିଙ୍କ ପାଖରେ ସୂର୍ଯ୍ୟ ପ୍ରଚଣ୍ଡ କାରକ ଭାବରେ ରହିଛନ୍ତି। ତେଣୁ ସୂର୍ଯ୍ୟଙ୍କ ପାଖରେ ଯେଉଁ ଗ୍ରହ ରହିଥାଏ, ତାଙ୍କର ଏପଟ ସେପଟ କିଛି ବି ଦେଖାଯାଇନଥାଏ, ତାଙ୍କର ପରିସ୍ଥିତି ଟିକେ ଲୋ ହୋଇଯାଇଥାଏ। ତେଣୁ ଯେହେତୁ ଗୁରୁ ବୃହସ୍ପତିଙ୍କ ପାଖରେ ସୂର୍ଯ୍ୟ ଅବସ୍ଥାନ କରିଛନ୍ତି, ତେଣୁ ଗୁରୁ ବୃହସ୍ପତି ଆପଣଙ୍କୁ ବହୁତ କିଛି ଦେବା ପାଇଁ ଚାହୁଁଥିଲେ, ହେଲେ ସେ ଚାହିଁକି ମଧ୍ୟ ଆପଣଙ୍କୁ କିଛି ବି ପ୍ରଦାନ କରିପାରୁନଥିଲେ ସୂର୍ଯ୍ୟଙ୍କ କାରଣରେ। ସୂର୍ଯ୍ୟଙ୍କ ଭିତରେ ଭୟଙ୍କର ପ୍ରଚଣ୍ଡ ଉଜ୍ଜ୍ୱଳତା ରହିଥିଲା, ତେଣୁ ସେତେବେଳେ ସୂର୍ଯ୍ୟ ବୃହସ୍ପତିଙ୍କୁ ଅସ୍ତ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ କିଛି ଏମିତି ସମୟ ଆପଣଙ୍କ ପାଇଁ ଆସିଛି, କିନ୍ତୁ କୁହାଯାଏ ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। ତେଣୁ ପରିବର୍ତ୍ତନ କିଛି ଏମିତି ଆପଣଙ୍କ ଜୀବନରେ ଆସିବା ପାଇଁ ଯାଉଛି, ଯାହାଦ୍ୱାରା କି ଆପଣଙ୍କର ବନ୍ଦ ହୋଇଯାଇଥିବା ଭାଗ୍ୟର ତାଲା ମଧ୍ୟ ଫିଟିବା ପାଇଁ ଯାଉଛି। କାହିଁକି ଏଥିପାଇଁ କହୁଛି ନା, ସୂର୍ଯ୍ୟ ଆପଣଙ୍କର ଗୁରୁ ବୃହସ୍ପତିଙ୍କ ସହିତ ରହୁଥିଲେ, ତେଣୁ ସୂର୍ଯ୍ୟ ବର୍ତ୍ତମାନ ଆପଣଙ୍କର ଆଗକୁ ବଢ଼ିଯିବ। ଆଉ 17 ଅଗଷ୍ଟକୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ଦ୍ୱାଦଶ ଘରକୁ ପ୍ରବେଶ କରିବେ। ଏମିତିକି ଯଦି ସୂର୍ଯ୍ୟଙ୍କ ଆଗରେ ବାଦଲ ଢାଙ୍କିକି ରହିଯାଇଥାଏ, ତ ବାଦଲର ପ୍ରଭାବରୁ ସୂର୍ଯ୍ୟ ଟିକେ ଦେଖାଯାଇନଥାନ୍ତି। ତ ଯେତେବେଳେ ବାଦଲ ହଟିଯାଇଥାଏ, ସେତେବେଳେ ପୁଣି ଥରେ ସୂର୍ଯ୍ୟ ଦେଖାଯାଇଥାନ୍ତି। ତ ସେହିଭଳି ଭାବରେ ଗୁରୁ ବୃହସ୍ପତିଙ୍କୁ ସୂର୍ଯ୍ୟ ଢାଙ୍କିକି ରଖିଥିଲେ। ତେଣୁ ସୂର୍ଯ୍ୟ ଯେତେବେଳେ ଆଗକୁ ବଢ଼ିଯିବେ, ସେତେବେଳେ ଗୁରୁ ବୃହସ୍ପତିଙ୍କର ପ୍ରଭାବ ଅଧିକ ମାତ୍ରାରେ ଆପଣଙ୍କର ଭାଗ୍ୟ ଉପରେ ପଡ଼ିବ। ତ 14 ଅଗଷ୍ଟକୁ ଆପଣଙ୍କୁ ଏହିସବୁ କିଛି ଦେଖିବା ପାଇଁ ମିଳିବ, ଯାହାକି ଆପଣଙ୍କ ପାଇଁ ଏକ ବହୁତ ବଡ଼ ପରିବର୍ତ୍ତନ। ଗୁରୁ ବୃହସ୍ପତି ଯାହାକି ଅସ୍ତରୁ ଉଦୟ ହେବା ପାଇଁ ଯାଉଛନ୍ତି। ତେବେ ବନ୍ଧୁମାନେ, ଏହିସବୁ ଜାଣିବା ପୂର୍ବରୁ ଯଦି ଏପର୍ଯ୍ୟନ୍ତ ଆପଣ ମୋର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଗୋଟିଏ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଆଉ ଯେଉଁମାନେ ଆଜି ଶ୍ରଦ୍ଧାର ସହିତ ଜୟ ଗୁରୁଦେବ ଏବଂ ଜୟ ଶନିଦେବ ଭକ୍ତିର ସହିତ କମେଣ୍ଟ ବକ୍ସରେ ଲେଖିବେ, ତେବେ ନିଶ୍ଚିନ୍ତ ରୂପରେ ଆପଣଙ୍କର କୁଣ୍ଡଳୀରେ ଏହି ଦୁଇଟି ଗ୍ରହଙ୍କର ସ୍ଥିତି ଭଲ ହୋଇଯିବ, ଭଗବାନଙ୍କର କୃପା ଦୃଷ୍ଟି ମିଳିବ। ତେବେ ବନ୍ଧୁମାନେ, ଏହି
4 ଦିନ ମଧ୍ୟରେ ଆପଣଙ୍କ ଜୀବନରେ କ'ଣ ସବୁ ଘଟିବା ପାଇଁ ଯାଉଛି ତାହା ସବୁ ଏହି ଭିଡ଼ିଓରେ ଆପଣ ଜାଣିବେ ବିସ୍ତାର ଭାବରେ। ଦେଖନ୍ତୁ, ଏହି ଭିଡ଼ିଓଟିକୁ ସାମାନ୍ୟ ଭିଡ଼ିଓ ନ ଭାବି ଶେଷ ପର୍ଯ୍ୟନ୍ତ ଥରୁଟିଏ ଭିଡ଼ିଓଟିକୁ ଦେଖି ନିଅନ୍ତୁ। ଗୁରୁ ବୃହସ୍ପତି 14 ଅଗଷ୍ଟ ଠାରୁ କର୍ମସ୍ଥାନରେ ଅଷ୍ଟମ ଭାବରେ ଉଦୟ ଅବସ୍ଥାରେ ଅବସ୍ଥାନ କରିବେ। ତ ଆପଣଙ୍କୁ କର୍ମକ୍ଷେତ୍ରରେ ସେତିକି ସଫଳତା ମିଳିବ। ଆପଣଙ୍କର ଭାଗ୍ୟକୁ ସପୋର୍ଟ ଦେବେ, ଆପଣଙ୍କର କାମକୁ ସପୋର୍ଟ ଦେବେ। ଯଦି ଆପଣ କୌଣସି କାମ କରିବା ପାଇଁ ପଛ ଘୁଞ୍ଚା ଦେଇଥିଲେ, କୌଣସି କାମ କରିବା ପୂର୍ବରୁ ଆପଣଙ୍କର ମାଇଣ୍ଡ ଅପସେଟ୍ ରହୁଥିଲା, ଆପଣଙ୍କର ଯୁକ୍ତି ତର୍କ କାହା ସାଥିରେ ହେଉଥିଲା, କିମ୍ବା ଆପଣଙ୍କର ସିନିୟର ବସ୍ ମାନେ ଆପଣଙ୍କୁ କିଛି ଇଆଡ଼ୁ ସିଆଡ଼ୁ କଥା କହୁଥିଲେ, ଆପଣଙ୍କୁ ସପୋର୍ଟ ଦେଉନଥିଲେ, ତେବେ ଯେହେତୁ 14 ଅଗଷ୍ଟ ଠାରୁ ଗୁରୁ ବୃହସ୍ପତି ଉଦୟ ଅବସ୍ଥାରେ ରହିବେ, ତ ସେବେଠାରୁ ଆପଣଙ୍କର ନିଶ୍ଚିନ୍ତ ରୂପରେ କର୍ମକ୍ଷେତ୍ରରେ ଉନ୍ନତି ରହିବ। ନୂଆ ନୂଆ କାମ ହାତକୁ ନେବେ, ଇନକମ୍ ସୋର୍ସ ଆପଣଙ୍କର ବଢ଼ିବ ଏବଂ ଯେଉଁ କାମ ଆପଣ କରିବେ ସେହି କାମରେ ମାନ ସମ୍ମାନ ଆପଣଙ୍କର ବୃଦ୍ଧି ହେବ। ଆପଣଙ୍କୁ ଲାଗିବ କି ଗୁରୁ ବୃହସ୍ପତିଙ୍କର ଛତ୍ର ଛାୟାରେ ଆପଣ ରହିଛନ୍ତି। କାହିଁକି ନା ପୂର୍ବରୁ କେହି ଜଣେ ଆପଣଙ୍କୁ କହୁଥିଲା ଯେ ତୋ ଦ୍ୱାରା ଏଇଟା ହେଇପାରିବ ନାହିଁ, ତୋ ଦ୍ୱାରା ଏଇଟା ଆଗରୁ କେବେ ହେଇନି କି ଆଉ ହେବ ନାହିଁ। ତ ବର୍ତ୍ତମାନ ଗୁରୁ ବୃହସ୍ପତିଙ୍କର ଛତ୍ର ଛାୟାରେ ଆପଣ ଅଛନ୍ତି। ତେଣୁ ଗୁରୁ ବୃହସ୍ପତି ଆପଣଙ୍କର ସମସ୍ତ ଗ୍ରହମାନଙ୍କର ଦେବତା ଅଟନ୍ତି, ସମସ୍ତ ଗ୍ରହମାନଙ୍କର ଗୁରୁ ଅଟନ୍ତି। ତେଣୁ ଗୁରୁ ବୃହସ୍ପତିଙ୍କର ଆଶୀର୍ବାଦ ଯେହେତୁ ଆପଣଙ୍କ ସାଥିରେ ରହୁଛି, ଉଦୟ ଅବସ୍ଥାରେ ଗୁରୁ ବୃହସ୍ପତି ରହୁଛନ୍ତି, ସେଥିପାଇଁ କର୍ମକ୍ଷେତ୍ରରେ ଏମିତି କିଛି ମାନ ସମ୍ମାନ ଆପଣଙ୍କର ବୃଦ୍ଧି ହେବ। କିଛି କରିକି ଦେଖାଇବାର ଶକ୍ତି ଆପଣଙ୍କ ଭିତରେ ଜାଗ୍ରତ ହେବ। କିଛି ଟ୍ୟାଲେଣ୍ଟ ଆପଣଙ୍କର ସେମିତି ବଢ଼ିବ, ଯାହାଦ୍ୱାରା କି ଅନ୍ୟମାନେ ଆପଣଙ୍କୁ ଦେଖିକି ହିଁ ରହିଯିବେ, ଆପଣଙ୍କ ଆଗ ପଛରେ ବୁଲିବେ ଆଉ ଆପଣଙ୍କୁ ପଚାରିବେ ଯେ ଏମିତି କେମିତି କରିପାରିଲ, ତୁ ଏତେ ବାଟ କେମିତି ଗଲୁ, ଏହି କାମଟି କେମିତି ତୁ ସହଜରେ କରିପାରୁଛୁ, କେମିତି ମ୍ୟାନେଜ କରୁଛୁ ସବୁ କାମ। ଏମିତି କିଛି କେହି ଜଣେ ଆପଣଙ୍କ ଠାରୁ ଜ୍ଞାନ ନେଇପାରନ୍ତି। ଯେହେତୁ ଗୁରୁ ବୃହସ୍ପତି ହେଉଛନ୍ତି ଜ୍ଞାନର କାରକ, ତେଣୁ ଆପଣଙ୍କ ଭିତରେ ବହୁତ ଅଧିକ ମାତ୍ରାରେ ଜ୍ଞାନ ବଢ଼ିବ। ଅନ୍ୟମାନଙ୍କୁ ଜ୍ଞାନ ଦେବେ, ଅନ୍ୟମାନଙ୍କ ଠାରୁ ଜ୍ଞାନ ଆଣିବେ, ଶିଖିବେ ମଧ୍ୟ, ଶିଖେଇବେ ମଧ୍ୟ। ତେଣୁ ଆପଣଙ୍କର ସିନିୟର ବସ୍ ଯେଉଁମାନେ ଅଛନ୍ତି ସେମାନେ ଆପଣଙ୍କ ଉପରେ ଖୁସି ହେବେ। ଆପଣ ଯେଉଁ କାମଟି କରିବେ ସେହି କାମଟି ଆପଣଙ୍କର ଭିଡ଼ ଭିତରେ ମଧ୍ୟ ପୁରା ଚମକି ଉଠିବ। ତେଣୁ ସମସ୍ତେ ଆପଣଙ୍କୁ ଦେଖିକି ହିଁ ରହିଯିବେ। ତ ଗୁରୁ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ତ ଆପଣଙ୍କର କର୍ମକ୍ଷେତ୍ର ଉପରକୁ ପଡ଼ୁଛି। ଗୁରୁ ବୃହସ୍ପତି 10ମ ଘରେ ରହିକି ଆପଣଙ୍କର 5ମ ଦୃଷ୍ଟିରେ ଆପଣଙ୍କର ଦ୍ୱିତୀୟ ଘରକୁ ଦେଖିବେ, ଯାହାକି ଧନର ଭାବ ଅଟେ। ତେଣୁ ଧନର ଆଗମନ ଆପଣଙ୍କର ବହୁତ ଅଧିକ ରହିଛି। ଦ୍ୱିତୀୟ ଘରଟି ହୋଇଥାଏ ବାଣୀର, କୁଟୁମ୍ବ ଏବଂ ପରିବାରର ମଧ୍ୟ ଏବଂ ଧନର ମଧ୍ୟ। ତେଣୁ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ଅଧିକ ବଢ଼ିବ। ଯଦି ଆପଣଙ୍କର ପଇସା କେହି ଜଣେ ନେଇଥିଲେ, ଆପଣଙ୍କୁ ତାହା ଫେରାଉ ନଥିଲେ, ତ ଏବେ ଆପଣଙ୍କର ପଇସା ସେ ଫେରାଇବେ ମଧ୍ୟ। ଆପଣଙ୍କର ଇନକମ୍ ସୋର୍ସ ବଢ଼ିବ, ନୂଆ କାମ ଗୁଡ଼ିକ ଆପଣ ହାତକୁ ନେବେ ଏବଂ ନୂଆ ନୂଆ ଆଇଡ଼ିଆ ଗୁଡ଼ିକ ଆପଣଙ୍କର ମନକୁ ଆସିବ। ଯେଉଁ ଆଇଡ଼ିଆ ଗୁଡ଼ିକ ଆପଣଙ୍କର ପୂର୍ବରୁ ମନରେ ଆସୁଥିଲା, ହେଲେ ତାହାକୁ ଆପଣ କାମରେ ପରିଣତ କରିପାରୁନଥିଲେ, ତ ତାହାକୁ ଏବେ ଆପଣ କାମରେ ଲଗାଇବେ। ଆଉ ଆପଣଙ୍କର ଯାହା ବି ଅଟକି ରହିଥିଲା କାମ, ସେହି କାମ ଆପଣଙ୍କର ପୁରା ହେବ। ଆପଣଙ୍କ ପାଖକୁ ଧନ ଆସିବ। ଯେଉଁ ଧନ ଆସିବ ସେହି ଧନକୁ ଆପଣ ସଞ୍ଚୟ କରିବେ ଆଉ ବହୁତ ମାତ୍ରାରେ କରିବେ। ହେଲେ ଅଯଥା ଖର୍ଚ୍ଚ ମଧ୍ୟ କରନ୍ତୁ ନାହିଁ। ଖର୍ଚ୍ଚ ଅଯଥା କରିବା ଦ୍ୱାରା ଆପଣଙ୍କର ପଇସା ମଧ୍ୟ ପାଣି ପରିକା ବୋହିଯିବ। ତେଣୁ ଆପଣ ସାବଧାନ ରୁହନ୍ତୁ। ଯାହା ବି ଇନକମ୍ କରୁଛନ୍ତି ସେଥିରୁ ଆପଣ ସର୍ବପ୍ରଥମେ କିଛି ସଞ୍ଚୟ କରନ୍ତୁ। ସଞ୍ଚୟ କଲେ ହିଁ ଆପଣଙ୍କୁ ସୁଖ ସୁବିଧା ମିଳିବ। ଆଗାମୀ ସମୟରେ ସେହି ପଇସା ଆପଣଙ୍କର ହାତରେ ଲାଗିବ। ତେଣୁ ହାତରୁ ପଇସା ଯିବାକୁ ଦିଅନ୍ତୁ ନାହିଁ। ପଇସାକୁ ଆପଣ ଅଟକେଇକି ରଖନ୍ତୁ। କିଛି ପଇସାକୁ ଆପଣ ସେଭିଂ କରି ନିଅନ୍ତୁ। ତା ମାନେ ନୁହଁ କି ଆପଣ ଯଦି ଭୋକ ଲାଗୁଛି ଖାଇବେନି, ଖାଲି ପଇସାକୁ ସେଭିଂ କରିବେ, ସେମିତି ନୁହଁ। ଆପଣ ସେଭିଂ କରନ୍ତୁ, ତା ବାଦ ଯାହା ବଳୁଛି ସେଥିରେ ଆପଣ ଖର୍ଚ୍ଚ କରନ୍ତୁ। ଏହା ସହିତ ବାଣୀ ମଧ୍ୟ ଆପଣଙ୍କର ଆଫେକ୍ଟ ହେଉଛି ଏହି ଫଳରେ। ତ ଆପଣଙ୍କର ସ୍ୱଭାବ ଥିଲା ଯେ ଯାହା କହିବେ ମୁହେଁ ମୁହେଁ କହିବେ। ଆପଣଙ୍କର ସ୍ୱଭାବ ଏହିଭଳି କି ନୁହଁ ତାହା ଟିକେ କମେଣ୍ଟରେ ଆମକୁ କୁହନ୍ତୁ। ଦେଖନ୍ତୁ, ଆପଣଙ୍କର ସ୍ୱଭାବ ଯେଉଁପରି ଭାବରେ ମୁହେଁ ମୁହେଁ କଥା କହିଦେଉଥିଲେ, ଯାହାକି ଅନ୍ୟମାନଙ୍କର ମନକୁ କଷ୍ଟ ଦେଉଥିଲା, ଅନ୍ୟମାନେ ଆପଣଙ୍କ ଉପରେ ଅଯଥାରେ ରାଗୁଥିଲେ, ଆପଣଙ୍କର କଥା ବି କାହାକୁ ଭଲ ଲାଗୁନଥିଲା, ତ କଥାରେ ବ୍ୟବହାରରେ ଆପଣଙ୍କର ସଂଯମତା ଆସିବ। କଥା କହିବାର ତରିକା ଆପଣ ଶିଖିବେ ଏବଂ କେଉଁ ପରିସ୍ଥିତିରେ ଆପଣ କେମିତି କଥା କହିଲେ ଭଲ ହେବ ସେଇଟା ମଧ୍ୟ ଆପଣ ଜାଣିବେ, କହିବେ ମଧ୍ୟ। ଅନ୍ୟମାନେ ଆପଣଙ୍କ ଉପରେ ପ୍ରଶଂସିତ ହେବେ, ଆପଣଙ୍କ କଥାରେ ଆକର୍ଷିତ ହେବେ। ଆପଣ ଏମିତି କଥା କହିବେ ଯାହାଫଳରେ ଅନ୍ୟମାନେ ଆପଣଙ୍କର ପାଖକୁ ଆସିବେ ବୁଝିବା ପାଇଁ, କେମିତି କ'ଣ କରିବା କ'ଣ ନାହିଁ।
ଆପଣଙ୍କଠାରୁ ଡିସିସନ୍ ନେଇକି କାମ କରିବେ। ତେଣୁ ପାଣି ଉପରେ ମଧ୍ୟ ଗୋଟିଏ ବହୁତ ଭଲ ପ୍ରଭାବ ପଡ଼ିବ। ତେବେ ବନ୍ଧୁମାନେ ପ୍ରତିକାର ସ୍ୱରୂପ ଯଦି କହିବା ତାହେଲେ ଶନି ଏବଂ ଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ କିଛି ଉପାୟ ରହିଛି, ତ ଏହି ଉପାୟ ଗୁଡ଼ିକ କରନ୍ତୁ। ଦେଖନ୍ତୁ, ଗୁରୁବାର ଦେଖି ଯେଉଁ ବ୍ୟକ୍ତିବିଶେଷମାନଙ୍କୁ ଆବଶ୍ୟକ ରହିଛି ସେହି ବ୍ୟକ୍ତିବିଶେଷମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଏହା ସହିତ ଶନିଙ୍କୁ ଶାନ୍ତ କରାଇବା ପାଇଁ ଜଡ଼ା ତେଲ ଅର୍ପଣ କରନ୍ତୁ। ଓମ୍ ନମ ଶିବାୟ ମନ୍ତ୍ର ଜପ କରନ୍ତୁ ଏବଂ ଆପଣ ଶୁକ୍ରବାର ଦେଖି ଗୋମାତାଙ୍କୁ ଘାସ ଖାଇବା ପାଇଁ ଦିଅନ୍ତୁ। ଦେଖିବେ ଆପଣଙ୍କ ପାଇଁ ଶୁଭ ଫଳ ପ୍ରାପ୍ତ ହେବ। ତେବେ ବନ୍ଧୁମାନେ, ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ତାହା ନିଶ୍ଚୟ କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ଯଦି ଏପର୍ଯ୍ୟନ୍ତ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ମୋର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିହାତି ରୂପରେ କରିଦିଅନ୍ତୁ।